ନମସ୍କାର ବନ୍ଧୁମାନେ 2024ରୁ 2030 ରାଜା ଭଳି ଜୀବନ କାଟିବେ ଏହି 4ଗୋଟି ରାଶି। ସଫଳତା ଛୁଇଁବ ଏମାନଙ୍କର ହାତ। ଆଗାମୀ 5 ବର୍ଷ ଭିତରେ ଏମାନଙ୍କର ଜୀବନରେ ଅନେକ ଗୁଡ଼ିଏ ପରିବର୍ତ୍ତନ ଆସିବ, ଯାହା ଏମାନଙ୍କ ପୂର୍ବରୁ କେବେ ବି କଳ୍ପନା କରିନଥିବେ। 2024ରୁ ନେଇକରି 2030 ଭିତରେ ଏମାନେ ଯାହା ଇଚ୍ଛା କରିବେ ଏମାନଙ୍କୁ ତାହା ପ୍ରାପ୍ତି ହେବ। ଦୁନିଆର ସବୁଠାରୁ ଶକ୍ତିଶାଳୀ ଏବଂ ଧନୀ ରାଶି ହେଉଛନ୍ତି ଏହି 4ଗୋଟି ରାଶି, କାହିଁକିନା ଆଗାମୀ 5 ବର୍ଷ ଭିତରେ ଏମାନଙ୍କର କୁଣ୍ଡଳୀରେ ଗ୍ରହମାନଙ୍କର ଗୋଚର ସ୍ଥିତି କିଛି ଏମିତି ରହିବାକୁ ଯାଉଛି କି ଏମାନଙ୍କର ଭାଗ୍ୟ ପୁରାପୁରି ବଦଳିବାକୁ ଯାଉଛି। ଏମାନଙ୍କର ଘର ଉପରେ ହେବ ଟଙ୍କାର ବର୍ଷା, କିଣିବେ ନୂତନ ଯାନବାହନ ଏବଂ ନୂତନ ଗୃହ ନିର୍ମାଣ କରିବାର ଯୋଗ ବନିବ। ମିଳିବ ସନ୍ତାନ ସୁଖ। ଆଗାମୀ 5 ବର୍ଷ ଭିତରେ ଏମାନଙ୍କର ଚାକିରିର ଯୋଗ ମଧ୍ୟ ବନିବ। ପୁରା 12 ବର୍ଷ ପରେ ବୃହସ୍ପତି ଏବଂ 30 ବର୍ଷ ପରେ ଶନିଦେବ ଏହି 4ଗୋଟି ରାଶିକୁ କରିବାକୁ ଯାଉଛନ୍ତି ରାତାରାତି ମାଲାମାଲ। ଶନି ଏବଂ ବୃହସ୍ପତିଙ୍କର ଶୁଭ ଗୋଚର ଆଗାମୀ 5 ବର୍ଷ ଭିତରେ ଏହି 4ଗୋଟି ରାଶିକୁ ବଡ଼ ଆର୍ଥିକ ଲାଭ ହେବା ପାଇଁ ଯାଉଛନ୍ତି। ମିଳିବ ବଡ଼ ଖୁସିର ଖବର ଏବଂ ସମସ୍ତ ମନସ୍କାମନା ପୂର୍ଣ୍ଣ ହେବ। ଜାଣନ୍ତୁ କିଏ ସେହି 4ଗୋଟି ରାଶି ଯେଉଁମାନଙ୍କ ଉପରେ ଆଗାମୀ 5 ବର୍ଷ ପାଇଁ ବୃହସ୍ପତି ଏବଂ ଶନିଦେବଙ୍କର କୃପା ବର୍ଷା ହେବାକୁ ଯାଉଛି। ଯେଉଁମାନଙ୍କର ଉପରେ ହାତୀ ଢାଳିବ ସୁନାର କଳସ। ହଁ ବନ୍ଧୁମାନେ, ଆଗାମୀ 5 ବର୍ଷ ଭିତରେ ଏମାନଙ୍କର ଭାଗ୍ୟ ଚମକିବ। ଏମାନେ ଯାହା ଇଚ୍ଛା କରିବେ ତାହା ପ୍ରାପ୍ତି ହେବ। ଏହି 5 ବର୍ଷ ଭିତରେ ଏମାନଙ୍କୁ ଏମିତି କିଛି ଶୁଭ ଖବର ପ୍ରାପ୍ତି ହେବ ଯାହା ଏମାନେ ପୂର୍ବରୁ କେବେ ବି କଳ୍ପନା ମଧ୍ୟ କରିନଥିବେ। ଏମାନେ ସଫଳତାର ଶୀର୍ଷ ବିନ୍ଦୁରେ ପହଞ୍ଚିବେ। ବିଭିନ୍ନ ଦିଗରୁ ଅର୍ଥର ଆଗମନ ହେବ। ପୁରୁଣା ନିବେଶରୁ ଲାଭବାନ ହେବେ। ଏହି 4ଗୋଟି ବ୍ୟକ୍ତିବିଶେଷ ପାଇଁ ଆଗାମୀ 5 ବର୍ଷ ସୁବର୍ଣ୍ଣ ସୁଯୋଗ ନେଇକରି ଆସୁଛି। ଶନି ଏବଂ ବୃହସ୍ପତିଙ୍କର ମହାପରିବର୍ତ୍ତନ ବର୍ତ୍ତମାନ ଏହି ରାଶିଗୁଡ଼ିକ ପାଇଁ ରାଜଯୋଟକ ସୃଷ୍ଟି କରିବାକୁ ଯାଉଛି। ତେବେ ଆସନ୍ତୁ ଜାଣିବା କିଏ ସେହି 4ଗୋଟି ରାଶି ଯେଉଁମାନଙ୍କ ଭାଗ୍ୟ ଏହି ବର୍ଷ 2024ରୁ ନେଇକରି ବର୍ଷ 2030 ମଧ୍ୟରେ ପୁରାପୁରି ବଦଳିବା ପାଇଁ ଯାଉଅଛି। ଏହା ପୂର୍ବରୁ ଭିଡ଼ିଓକୁ ଲାଇକ୍ କରି କମେଣ୍ଟ ବକ୍ସରେ ଜୟ ଶନିଦେବ ଜୟ ମା ଲକ୍ଷ୍ମୀ ଅବଶ୍ୟ ଲେଖିଦିଅନ୍ତୁ। ପ୍ରଥମ ଭାଗ୍ୟଶାଳୀ ରାଶି ହେଉଛି କୁମ୍ଭ ରାଶି। ଆଗାମୀ 5 ବର୍ଷ ଭିତରେ ଏମାନେ 2024ରୁ ନେଇକରି 2030 ଭିତରେ ଏମାନଙ୍କ ପାଇଁ ସଫଳତାର ଶୀର୍ଷ ବିନ୍ଦୁରେ ପହଞ୍ଚିବ। ସଫଳତା ଏମାନଙ୍କ ହାତ ଛୁଇଁବ। ଏମାନେ ଯେଉଁ ବି କ୍ଷେତ୍ରରେ କାମ କରିବେ ସେଥିରେ ଏମାନଙ୍କୁ ସଫଳତା ପ୍ରାପ୍ତି ହେବ। ଅଟକି ରହିଥିବା ସମସ୍ତ କାର୍ଯ୍ୟ ଚାଲୁ ହେବାକୁ ଲାଗିବ। ବଡ଼ ପୁଞ୍ଜି ନିବେଶ କରି ଲାଭବାନ ହୋଇପାରନ୍ତି। ବ୍ୟାପାର ବାଣିଜ୍ୟ କ୍ଷେତ୍ରରେ ଉନ୍ନତି କରିବେ। ଏମାନଙ୍କର ବିବାହ ଯୋଗ ବନିବ ଏବଂ ସନ୍ତାନ ସୁଖ ମଧ୍ୟ ପ୍ରାପ୍ତି ହେବ। ପ୍ରେମ ଜୀବନରେ ସଫଳତା ମିଳିବା ସହିତ ଭଲ ପାଇବାର ବିବାହର ରୂପ ନେଇପାରେ। ଏମାନଙ୍କ ସମସ୍ତ ଇଚ୍ଛା ପୂରଣ ହେବ। ଭାଗ୍ୟର ସାଥ ମିଳୁଥିବାରୁ ଘରେ ଶୁଭ ମାଙ୍ଗଳିକ କାର୍ଯ୍ୟ ଆୟୋଜନ ହେବ। ଆପଣ କୌଣସି ଧାର୍ମିକ ସ୍ଥାନକୁ ଯାତ୍ରା କରିପାରନ୍ତି। ବାହନ ସୁଖ, ଜମି ସୁଖ, ପ୍ରପର୍ଟି ସୁଖ ଏମାନଙ୍କୁ ପ୍ରାପ୍ତି ହେବ। ନୂତନ ଗୃହ ନିର୍ମାଣ କରିପାରନ୍ତି। ଆପଣଙ୍କର ସ୍ୱାସ୍ଥ୍ୟରେ ଉନ୍ନତି ହେବ। ସମସ୍ତ ଋଣ କରଜରୁ ଆପଣଙ୍କୁ ମୁକ୍ତି ମିଳିବ। କ୍ୟାରିୟର କ୍ଷେତ୍ରରେ ଉନ୍ନତି କରିବେ। ନୂତନ ଚାକିରି ପ୍ରାପ୍ତି ହେବାର ମଧ୍ୟ ଯୋଗ ବନିବ। ଆପଣଙ୍କର କୁମ୍ଭ ରାଶି ହୋଇଥିଲେ ଭିଡ଼ିଓଟିକୁ ଲାଇକ୍ କରି କମେଣ୍ଟ ବକ୍ସରେ ଜୟ ମା ଲକ୍ଷ୍ମୀ ଜୟ ଜଗନ୍ନାଥ ଅବଶ୍ୟ ଲେଖିଦିଅନ୍ତୁ। ଦ୍ୱିତୀୟ ରାଶି ହେଉଛି ବିଛା ରାଶି। ଆଗାମୀ 5 ବର୍ଷ ଭିତରେ ବୃହସ୍ପତି ଏବଂ ଶନିଦେବଙ୍କର କୃପା ଏମାନଙ୍କର ଜୀବନରେ ବହୁତ ବଡ଼ ପରିବର୍ତ୍ତନ ଆସିବ। ଭାଗ୍ୟର ସାଥ ଏମାନଙ୍କୁ ମିଳିବ।
ଭାଗ୍ୟ ବଳରେ ଏମାନେ କିଛି ବଡ଼ କାର୍ଯ୍ୟ କରିପାରନ୍ତି, ନୂଆ କାର୍ଯ୍ୟ ଆରମ୍ଭ କରିପାରନ୍ତି। ଏମାନଙ୍କ ବିବାହ ଯୋଗ ମଧ୍ୟ ବନିବ ଏବଂ ସନ୍ତାନ ସୁଖ ମଧ୍ୟ ପ୍ରାପ୍ତି ହୋଇପାରେ। ଏହି 5 ବର୍ଷ ଭିତରେ ଆପଣ କିଛି ଜମି, ପ୍ରପର୍ଟି, ନୂତନ ଯାନବାହନ କ୍ରୟ କରିପାରନ୍ତି, ନୂତନ ଗୃହ ମଧ୍ୟ ନିର୍ମାଣ କରିପାରନ୍ତି। ଦୀର୍ଘଦିନ ଧରି ଥିବା ଇଚ୍ଛା ଅଭିଳାଷା ଆପଣଙ୍କର ପୂର୍ଣ୍ଣ ହେବ। କ୍ୟାରିୟର କ୍ଷେତ୍ରରେ ସଫଳତା ମିଳିବା ସହିତ ନୂତନ ଚାକିରି ପ୍ରାପ୍ତି ହେବାର ଯୋଗ ବନିବ। ପଦୋନ୍ନତି ହେବାର ସମ୍ଭାବନା ଅଛି। ଆପଣ ବିଦେଶ ଯାତ୍ରା କରିପାରନ୍ତି। ସମସ୍ତ ଋଣ କରଜରୁ ଆପଣଙ୍କୁ ମୁକ୍ତି ମିଳିବ। ପ୍ରେମ ଜୀବନରେ ସଫଳତା ମିଳିବା ସହିତ ଶିକ୍ଷା କ୍ଷେତ୍ରରେ ଉନ୍ନତି ପ୍ରଗତି କରିବେ। ସ୍ୱାସ୍ଥ୍ୟରେ ଉନ୍ନତି ଦେଖାଦେବ। ବଡ଼ ଆର୍ଥିକ ମିଳିବାର ସମ୍ଭାବନା ଅଛି। ଆପଣଙ୍କର ଇଚ୍ଛା ରାଶି ହୋଇଥିଲେ ତଳେ ଥିବା କମେଣ୍ଟ ବକ୍ସକୁ ଯାଇ ଆପଣ ଜୟ ମା ଲକ୍ଷ୍ମୀ, ଜୟ ଜଗନ୍ନାଥ ଅବଶ୍ୟ ଲେଖିଦିଅନ୍ତୁ। ସିଂହ ରାଶି। ବର୍ଷ 2024ରୁ ନେଇକରି 2030 ଭିତରେ ସଫଳତା ଏମାନଙ୍କର ପାଦ ଛୁଇଁବ। ବିଭିନ୍ନ ଦିଗରୁ ଏମାନଙ୍କୁ ପାଖକୁ ଅର୍ଥ ଆଗମନ ହେବ। ବଡ଼ ପୁଞ୍ଜି ନିବେଶ କରି ଲାଭବାନ ହୋଇପାରନ୍ତି। ଧାର୍ମିକ ସ୍ଥାନକୁ ଯାତ୍ରା କରିପାରନ୍ତି। ବିଦେଶକୁ ଯାଇ କୌଣସି କାର୍ଯ୍ୟ ଆରମ୍ଭ କରିପାରନ୍ତି। କ୍ୟାରିୟର କ୍ଷେତ୍ରରେ ଅଭୂତପୂର୍ବ ସଫଳତା ପ୍ରାପ୍ତି ହେବ। ପ୍ରମୋସନର ମଧ୍ୟ ଯୋଗ ବନିବ। ବେରୋଜଗାର ଲୋକଙ୍କୁ ନୂତନ ଚାକିରି ମଧ୍ୟ ପ୍ରାପ୍ତି ହେବ। ଆପଣଙ୍କୁ ସନ୍ତାନ ସୁଖ ମଧ୍ୟ ପ୍ରାପ୍ତି ହୋଇପାରେ। ବିବାହ ଯୋଗ ବନିବ। ପ୍ରେମ ଜୀବନରେ ଖୁସିର ମାହୋଲ ଲାଗି ରହିବ। ଆପଣଙ୍କୁ ନୂତନ ପାର୍ଟନର ଆପଣଙ୍କର ଜୀବନରେ ଆସିପାରନ୍ତି। ଶିକ୍ଷା କ୍ଷେତ୍ରରେ ଉନ୍ନତି ପ୍ରଗତି କରିବେ। ଅନଲାଇନ୍ ଏବଂ ଡିଜିଟାଲ ମାର୍କେଟିଂ କ୍ଷେତ୍ରରେ ଆପଣଙ୍କୁ ସଫଳତା ପ୍ରାପ୍ତି ହେବ। ସମାଜରେ ମାନ ସମ୍ମାନ ପ୍ରାପ୍ତି ହେବ। ଲୋକପ୍ରିୟତା ବଢ଼ିବ। ସମସ୍ତ ଋଣ କରଜରୁ ମୁକ୍ତି ମିଳିବ। ସ୍ୱାସ୍ଥ୍ୟରେ ଉନ୍ନତି ଦେଖାଦେବ। ଆପଣଙ୍କୁ ଆକସ୍ମିକ ଟଙ୍କା ପ୍ରାପ୍ତି ହୋଇପାରେ। ଶେଷ ରାଶି ହେଉଛି ତୁଳା ରାଶି। ଆଗାମୀ 5 ବର୍ଷ ଭିତରେ ଶନି ଏବଂ ବୃହସ୍ପତିଙ୍କର ଶୁଭ ଚଳନ ଯୋଗୁଁ ଏମାନଙ୍କର କ୍ୟାରିୟରରେ ବଡ଼ ପରିବର୍ତ୍ତନ ଆସିପାରେ। ଦୀର୍ଘଦିନ ଧରି ଅଟକି ରହିଥିବା ସମସ୍ତ କାର୍ଯ୍ୟଗୁଡ଼ିକ ଆପଣଙ୍କର ସମାପ୍ତ ହେବାର ଯଥେଷ୍ଟ ସମ୍ଭାବନା ଅଛି। ଚାକିରି କରୁଥିବା ବ୍ୟକ୍ତିବିଶେଷମାନଙ୍କୁ ପଦୋନ୍ନତି କିମ୍ବା ଦରମା ବୃଦ୍ଧି ହୋଇପାରେ। ଆଗାମୀ 5 ବର୍ଷ ଭିତରେ ପ୍ରେମ ଜୀବନରେ ସଫଳତା ମିଳିବା ସହିତ ଭଲ ପାଇବା ବିବାହର ରୂପ ନେଇପାରେ। ଯେଉଁମାନଙ୍କର ବିବାହ ହୋଇପାରୁନାହିଁ ସେମାନଙ୍କର ବିବାହ ମଧ୍ୟ ଫାଇନାଲ ହୋଇପାରେ। ନୂତନ ଦମ୍ପତିମାନଙ୍କୁ ସନ୍ତାନ ସୁଖ ପ୍ରାପ୍ତି ହୋଇପାରେ। ବ୍ୟବସାୟୀମାନେ ନୂତନ ଗ୍ରାହକ ଏବଂ ଲାଭଦାୟକ ଡିଲ୍ ପାଇବେ। ବିଦ୍ୟାର୍ଥୀମାନେ ଏହି 5 ବର୍ଷ ଭିତରେ ଅନେକ ସଫଳତା ପାଇବେ। ସମସ୍ତ ଏକ୍ଜାମରେ ଏମାନଙ୍କୁ ସଫଳତା ମିଳିବ। ବୈବାହିକ ସୁଖ ପ୍ରାପ୍ତି ହେବା ସହିତ ଏହି 5 ବର୍ଷ ଭିତରେ ଆପଣ ବିଦେଶ ଯାତ୍ରା ମଧ୍ୟ କରିପାରନ୍ତି। ଆପଣଙ୍କର ସମସ୍ତ ଇଚ୍ଛା ମଧ୍ୟ ପୂରଣ ହେବ। ଆପଣଙ୍କର ସମସ୍ତ ଆର୍ଥିକ ସମସ୍ୟା ଦୂର ହେବା ସହିତ ଆପଣ ଋଣ କରଜରୁ ମଧ୍ୟ ମୁକ୍ତି ମିଳିବା। ଆପଣଙ୍କର ସ୍ୱାସ୍ଥ୍ୟରେ ସୁଧାର ଆସିବ। ଆପଣ କୌଣସି ଧାର୍ମିକ ସ୍ଥାନକୁ ଯାତ୍ରା କରିପାରନ୍ତି। ଆପଣଙ୍କୁ ନୂତନ ପାର୍ଟନର ମିଳିବାର ଯୋଗ ବନୁଅଛି। ତ ବନ୍ଧୁମାନେ, ଆପଣଙ୍କର ଯଦି ତୁଳା ରାଶି ହୋଇଥିଲେ ଭିଡ଼ିଓଟିକୁ ଲାଇକ୍ କରି କମେଣ୍ଟ ବକ୍ସରେ ଜୟ ମା ଲକ୍ଷ୍ମୀ, ଜୟ ଜଗନ୍ନାଥ ଅବଶ୍ୟ ଲେଖିଦିଅନ୍ତୁ। ବନ୍ଧୁମାନେ, ଆଶା କରୁଛି ଆପଣମାନଙ୍କୁ ଆଜିର ଏହି ଭିଡ଼ିଓଟି ଭଲ ଲାଗିଥିବ। ଯଦି ଭଲ ଲାଗିଥିଲେ କମେଣ୍ଟ ବକ୍ସରେ ଜୟ ମା ଲକ୍ଷ୍ମୀ, ଜୟ ଜଗନ୍ନାଥ ଅବଶ୍ୟ ଲେଖିଦିଅନ୍ତୁ ଏବଂ ଆପଣଙ୍କର କେଉଁ ରାଶି କମେଣ୍ଟ ବକ୍ସରେ ଆପଣ ନିଶ୍ଚୟ ଜଣାନ୍ତୁ। ଆଉ ଚ୍ୟାନେଲଟିକୁ ସବସ୍କ୍ରାଇବ୍ ମଧ୍ୟ କରିଦିଅନ୍ତୁ ଏମିତି ନୂଆ ନୂଆ ଭିଡ଼ିଓ ପାଇଁ। ଧନ୍ୟବାଦ। ଜୟ ଜଗନ୍ନାଥ।